ସଦର ହେଲେ ନିର୍ଜନ ନିକଟେ ରହିଦେବୁ ନାହିଁ କ୍ଷଣେ। ସଦର ନିଜ ମା ପେଟରୁ ଭାଇ ଭଉଣୀ 2 ଜଣ ଜନ୍ମ ହେଇଥିଲେ ମଧ୍ୟ ଭାଇ ଭଉଣୀ 2 ଜଣ କେବେ ହେଲେ ନିର୍ଜନ ଜନଶୂନ୍ୟ ମୂଲକରେ ଯୋଉଠି ଲୋକମାନେ ନଥିବେ ସେ ଜାଗାରେ ତମେ ଭାଇ ଭଉଣୀ ହେଲେ ଏକାକିନୀ ଭାବରେ ଛିଡା ହବନି। କର୍ଣ୍ଣମୁନି କହୁଛନ୍ତି ଝିଅ ଲୋ ତୁ ବାଟରେ ଯାଉଛୁ ଗଲା ବେଳେ तो स्वामी व्यतिरेक यदि कौनसी गोटे पुरुष भेट हुए कौनसी पुओ पिलाटे देखा हुए ताकू चाहिकी किछि समय पाए रही जीवनी मु आसीछि समाज शिक्षणीय वार्ता जा मो पाखरे अछि मु गोटी गोटी कर कहूछि मां आस्तिले आम झियो मते पचारला आम जा घरे रहउछु मते पचारला कहला अंकल तमे केतेले जीव के पेड़ लुटू माने मां मोर आ किछि समय अछि मु जीबी आ कहला ना आपण शीघ्र पळे जावंतु बहुत लोक हेलेनी मु कहनी मते झियो अनेक देखुछि बहुत लोक हेलेनी पळेबी आ माने मां देख लो तू जो बहुत लोक देखुछु से सब लोकड़ा का मोर न सोटे पचारला कहला अंकल एक कथा कहीं कहले से पाला देखा आपण कौन कौन से लोकड़ा आपण कौन ना रे किसी ये पिला माने कि बड़ा ड्रेस पिंधन देखिए जदि मन को पाइला भल ड्रेस पिंधन कहले जा हो ये पाला वाला भल पैसा दे ड्रेस पिंधन किसी एक बाग भंगी ये भल सब देखा ना नाई जदि कई देखीदेला कहला एटार कौन गाल पशिगलानी ये कौन करियो किछि लोक उठले चल जी आज्ञा पाला देखिया पे आस्तिबो मु झियो कहली मु झियो देख मु आधा घंटा छाड़ी की जाए कि 5 घंटा छाड़ी की जाए जे पाला सुनिया पे आछंती सिए जेते जा हो जे से चुप पुनी बसी के सर भूल कहली केते लोक थिले सब खाई दी पळेले ना हम खाली राव राव होजु हां आपण जो 2-4 जन बसछन्ती आपण उठी पळेले हम पळेबा हम मां भात थालीटा केमिति प्रस्तुति हबो आपणकर संस्कृत कवि पराशर कोन कहले भात बाढ़ी की केमिति दबो तरकारी कोउठी रहिबो लूण कोउठी रहिबो पानी कोउठी रहिबो आसन केमिति पड़िबो खाद्यर व्यवस्था कोन नहीं पराशर लिखिले केडा सुंदर श्लोक नहीं कहला बामे लबण नदिया दक्षिणे व्यंजन विद्या अग्रे तू जल पत्राणि पंडित भजना कहले बामे लबण ददिया खाइबा लोक जो भात थाली आपण बाढ़ी से भात थाली बाम पाखरे लुण देवे दक्षिणे व्यंजन तथा व्यंजनटा खाइबा लोकर डाहाण पटरे रहिबो अग्रे तू जल पात्राणी आगरे पानी पात्रटा रहिबो एतह पंडित भोजन यही होची पंडित माने यही प्रकार सुभोजन व्यवस्था करी आज्ञा भोजन करंती वर्तमान जुगर मो घर कथा मु कहूची मो मां जते बेले सार खाइबा को दिए मो मां अछन मो मां जते खाइबा को दबो से आसन पके दबो आगे पानी नोटाटा पाख रखियो तापरे ताप हाय बस ए मो मां कहलानी आ मु तो बहु कथा कहूची बा मु कोन मु धरी वाला मो मां जेमिति बस तो बस मु बा तो बहु कथा कहूची नहीं तो बहु कथा नहीं मु मां बोली डाकुची बोली मो स्त्री की तो बहु बोली कहूची से तो बहु जा करची मु कहूची
ମା ଖାଇବା ସମୟ ଯେତେବେଳେ ହେଇଯିବ ସାର୍ ମୁଁ ଉପର ରୁମରେ ଥିବି ଇଏ ତାର କହିବା ଦେଢ଼ଟା ହେଲାଣି ଖାଇବନି କି ଆସୁନ ମୁଁ ତାକୁ କହିବି କିବେ ତୁ ବାଢୁନୁ ଭାତ ବାଢୁନୁ ମୁଁ ଯାଉଛି କହିଲା ନା ନା ହେଇପାରିବନି ଆଉ ଯଦି ଖାଇବା କଥା ଅଛି ଶୀଘ୍ର ଆସ ନହେଲେ ମୁଁ ଯାଉଛି ମୋ କାମରେ ମା ଯେତେବେଳେ ବିରକ୍ତି ହେଇକି କହିବ ମୁଁ ଓହ୍ଲେଇକି ଆସିକି ଦେଖିଲା ବେଳକୁ ନା ଆସନ ଥିବ ନା ପାଣି ଥିବ କିରେ ତୁ ବା 3-4 ଥର ମତେ ଡାକିଲୁନି ଆସନଟା ପକେଇବୁ ନା ମା ଯେତେବେଳେ ମୁଁ ଓହ୍ଲେଇକି ଆସେ ତ ବୋଉ ସଙ୍ଗେ ସଙ୍ଗେ ମତେ ଦେଖିକି ଭାତ ଆଣିବାକୁ ଚାଲିଯିବ ଯାଇକି ଥାଳି ନେଇକି ଭାତଟା ସାରା ବାଢିବ ମୁଁ ପଚାରିବି କି ଆସନ କହିଲା ତମକୁ ଦେଖାଉନି ଆସନ ବା ଏଇଠି ଅଛି ସାର୍ ଆସନଟା ଆଣି ଆସନ ପକେଇବା ପାଇଁ ଏତେ କଷ୍ଟ ହଉଛି ନା ଆସନଟା ଆଣି ପକଉନ ମୁଁ ନିଜେ ଆସନ ଆଣିକି ପକେଇଲି ବସିଲା ପରେ ଭାତ ମା ବାଢିକି ଦେଇଦେଲା ଭାତ ତରକାରୀ ଦେଇଦେଲା ଦେଇକି ପାଖର ଥାଳି ପାଖର ଲଗେଇକି ବସିଥିବ ଭାତ ଗୁଣ୍ଡେ ନେଇକି ତରକାରୀର ହାତ ବୁଡେଇଥିବ କି ନାହିଁ କାରଣ ତା ସେ ଭାବିକି କିଛି ପ୍ରଶ୍ନ ପଚାରିବ ମା ଭାତ ଗୁଣ୍ଡେ ନେଇକି ତରକାରୀର ହାତ ବୁଡେଇଥିବେ ସଙ୍ଗେ ସଙ୍ଗେ ତ ବୋଉ ପଚାରିବ ତରକାରୀ ଭଲ ହେଇଛି ନା ମୁଁ କହିଲି ରେ ମୁଁ ପା ତରକାରୀ ଖାଇନି କହିଲା ଖାଉନ ପାତ୍ର ମାରି ସାରିଲା ପରେ ଯଦି ମା ଭଲ ହଉ କି ଖରାପ ହଉ ନିଜ ସ୍ତ୍ରୀ ରାନ୍ଧିଛି ଖରାପ କହିଦେଲା ମାନେ ମୁହଁଟା ଧାନ ଉଷୁନା ହାଣ୍ଡି ହେଇଯିବ ତରକାରୀ ଖରାପ ହେଇଥିଲେ ମଧ୍ୟ ମନ ବିରକ୍ତି ପ୍ରକାଶ କରୁଥିଲେ ମଧ୍ୟ ମୁଁ କହ ଭଲ ଖାଅ ତେଣୁ ଭାତ ଖାଇସାରିଲା ପରେ 2 ଗୁଣ୍ଡା ଭାତ ଖାଇଥିବେ ମାଲ ଯେତେବେଳେ ତଣ୍ଟର ଲାଗିଯିବ ଭାତଟା କରିକି ଟିକେ କାଶି ଦେବେ ପାଖରେ ତ ବସିଥିବ ଏମିତି କାହିଁକି ତରବରି ହେଇକି ପକଉଛୁ ଆଉ ତଣ୍ଟର ଲାଗିଲାଣି ମାନେ ପାଣି ଦେଇନୁ କି ବା ବାଲ୍ଟି ପାଖରେ ଅଛି ଆଉ ଗ୍ଲାସଟା ତମକୁ ଖାଲି ଗ୍ଲାସ ଦେଇଛି ତମର ଯେତେବେଳେ ପାଣି ଆବଶ୍ୟକ ପଡିବ ସେ ଖାଲି ଗ୍ଲାସ ବାଲ୍ଟିରେ ବୁଡେଇ ଦବ ପିଇବ ତେଣୁ ଗ୍ଲାସର ପାଣି ନାହିଁ ଫାଙ୍କା ଗ୍ଲାସ ପାଣି ବାଲ୍ଟିଟା କିନ୍ତୁ ଅଛି ଭାତ ଥାଳି ପାଖରେ ଆପଣ ପାଣି ନେଇକି ପିଇବେ ବିରକ୍ତି ହେଇକି ମୁଁ ଯଦି କହିବି କିରେ ତୁ ପାଣିଟା ମୁଁ ଚାରିଆଡେ ବୁଝଉଛି ଆଉ ପାଣି ପା ଆଗରେ ରଖିବ ତାପରେ ଯାଇକି ଖାଇବ ରଖ ତମ ପାଲା ତମେ ସେଇ ପେଣ୍ଡଲେ ଯାଇ କହିବ ମୋ ଭାଇ କହିଛି ତା ଭାଇ କହିଛି ମୋ ଭାଇ କହିଛି ଭାତ ଖାଇବାର 2 ଘଣ୍ଟା ପରେ ପାଣି ପିଇବ ମାନେ ଏଇଟା କଣ ତ ଭାଇ କହିଛି କହିଲା ଆଉ କାରଣ ଖାଇକି ସଙ୍ଗେ ସଙ୍ଗେ ଖାଇଥିଲା ବେଳେ ପାଣି ପିଇଲେ ଆଜ୍ଞା ପାଚକ ରସଟା ଆଜ୍ଞା ଦେହ ଭିତରେ ଠିକ ଭାବରେ ସଞ୍ଚରିତ ହୁଏନି ଖାଦ୍ୟଟା ଆଜ୍ଞା ଅଜୀର୍ଣ୍ଣ ହୁଏ କଥା ଠିକ କିନ୍ତୁ ତା ମାନେ ନୁହଁ ପାଣି ଆମେ ଖାଇଲା ଲୋକ ଆଗ ରଖିବାନି କାଳେ ତଣ୍ଟରେ ଲାଗିଯିବ ବେଶୀ ପାଣି ନ ପିଇଲେ ମଧ୍ୟ ଠୋପେ ପାଣି ପିଇବ ନାଇଁ ତେଣୁ ଆଜ୍ଞା କିନ୍ତୁ ସେଦିନ କର୍ଣ୍ଣମୁନି କହୁଛନ୍ତି ଝିଅ ଶକୁନ୍ତଳାକୁ କହିଲେ ଲୋ ଝିଅ ନିଜ କର ନିଜେ ରାନ୍ଧି ବାଢି ଦେବୁ ସ୍ୱାମୀକୁ ଅନ୍ନ ବ୍ୟଞ୍ଜନ କହିଲା ସ୍ୱାମୀ ଖାଉଥିଲା ବେଳେ ମାଲୋ ଟିକେ ବିଞ୍ଚଣାରେ ତାକୁ ବିଞ୍ଚି ଦେବୁ ନାଇଁ କହିଲା ହଁ ବାପା କହିଲା ଆଉ ଗୋଟେ କଥା ଆମର ମନେ ରଖିବୁ ଏ କଥାଟାକୁ ପ୍ରତ୍ୟେକ ମା ଆମର ମନେ ରଖ ସେଦିନ ସ୍ୱଭାବ କବି ପ୍ରଣୟ ବଲ୍ଲରୀ କାବ୍ୟରେ କହିଛନ୍ତି କହିଲା ଅବସର ଦେ ନାହିଁ ତ ନେତ୍ର ଅବସର ଦେ
নামাদ্র স্বামী দ্বারা অবসর দেবু নাহি তো নেত্রকু পর পুংস নিরীক্ষণে। মা কেড়ে সুন্দর কথা সবু মা মোর টিকে মন দেখি শুনা আর কিছু শুনবা না শুন স্যার অবসর দেবু নাহি তো নেত্রকু সবু মা বিবাহিতা মা মানে শুনছা অবসর দেবা অর্থ রেস্ট বিশ্রাম দেবা নাহি তো নেত্র তাকে চাহিকি କିଛି କ୍ଷଣ ଅଟକି ଯିବୁ ନାହିଁ। ସାର୍ ଏ ଦିଟା କଥା କାହିଁକି ସେଦିନ କର୍ଣ୍ଣମୁନି କହିଥିଲେ ଶକୁନ୍ତଳା ମା ଗୋଟେ ବିବାହିତା ନାରୀ ଯଦି ଗୋଟେ ପୁରୁଷର ମୁହଁକୁ ଚାହିଁକି କିଛି ସମୟ ରହିଯାଏ ତାହେଲେ କ୍ଷତି କଣ ହବ ଏଇଆ ନୁହେଁ କଥାଟା। ସେଦିନ ବାପା କାହିଁକି ନୀତି ଶିକ୍ଷା ଝିଅକୁ ଦେଇଥିଲେ କାହିଁକି କହିଲେ ନା ଏଇଥିପାଇଁ କହିଲେ ୟାର ସିଦ୍ଧାନ୍ତ ଦେଲେ ମୋ ଠାକୁର ଅଭିରାମ ପରମହଂସ ବହିର ନାଁ ହଉଛି କୋଇଲି ଶିକ୍ଷା। କହିଲା କୋଇଲି ନାରୀ ମାନେ ପତିବ୍ରତା ହୁଅ କୋଇଲି ନାରୀ ମାନେ ପତିବ୍ରତା ହୁଅ ପର ପୁରୁଷରେ ମନ କେବେ ନ ବଳାଅ। ସାର୍ ମୋ ଠାକୁର ମଧ୍ୟ ଠିକ ସେୟା କହିଲେ କହିଲେ ପର ପୁରୁଷରେ ମତି ଯୋଉ ନାରୀ ବଳେଇବ ତା ଠାରୁ କଳଙ୍କିନୀ ଦୁଚାରୁଣୀ ଇଏ ଜଗତରେ ଆଉ ନାହିଁ। ମା ପର ପୁରୁଷ କିଏ? ରଘୁ ତମେ ବାହା ହେଇଛ ତମ ସ୍ତ୍ରୀ ଅଛି ତମ ସ୍ତ୍ରୀର ତମେ ନିଜ ସ୍ୱାମୀ ନା ପର ସ୍ୱାମୀ? ତମ ସ୍ତ୍ରୀର ତମେ ନିଜ ପୁରୁଷ ନା ପର ପୁରୁଷ? একমাত্র স্বামী অরিজিনাল স্বামী ଆଉ ଦ୍ୱିତୀୟ ନାହିଁ। ମୋ ସ୍ତ୍ରୀ ଏକଦମ ସତୀ ମାନେ একদম ওয়ান পিস ସତୀ only one piece ଏଇ କଥା ଠିକ ଏଇ କଥା ରଘୁ ମତେ ବର୍ଷକ ତଳେ ପେଣ୍ଡଲରେ କହିଲା। ମୋ ସ୍ତ୍ରୀ କି ଯେତେବେଳେ ମୁଁ ପଚାରିଥିଲି ମୋ ସ୍ତ୍ରୀ କହିଲା ତମେ ହଉଛ ଡୁପ୍ଲିକେଟ ସ୍ୱାମୀ ମୋର ଗୋଟେ ଅରିଜିନାଲ ସ୍ୱାମୀ ଅଛି। ମୁଁ ଠିକ ତୋ ସ୍ତ୍ରୀ କି ପଚାରିଲି ମୁଁ କହିଲି କାଳେ ମୋ ସ୍ତ୍ରୀ ଭୁଲ କହୁଛି ତୋ ସ୍ତ୍ରୀ କି ପଚାରି ନୂଆ ବୋଉ ରଘୁଟା ତମର ନିଜ ପୁରୁଷ ନା ପର ପୁରୁଷ? କହିଲା ମୂଲିଆଟା ପଦା ସ୍ୱାମୀଟା ସିଏ ହଉଛି ପଦା ପୁରୁଷ ମୋ ନିଜ ପୁରୁଷ ମୋ ପାଖରେ ଅଛି। ମୁଁ ନୂଆ ବୋଉ ଡାକୁଛି ସେ କଥା କହନା। ରଘୁ অরিজিনাল স্বামী ମୋ ସ୍ତ୍ରୀ ସତୀ ତୋ ସ୍ତ୍ରୀ କହୁଛି ଡୁପ୍ଲିକେଟ। ତୁ ବର୍ତ୍ତମାନ ଯା ଦେଖିବୁ ତୋ ସ୍ତ୍ରୀ ପାଖରେ ତା ନିଜ ସ୍ୱାମୀ ଶୋଇଛି ତା ନିଜ ପୁରୁଷଟା ତା ପାଖରେ ଅଛି।
କହିଲା ମୋର ମାନେ ଇଏ ପରସ୍ୱାମୀ ସେ ନିଜ ସ୍ୱାମୀ ଅଲଗା ତା ଠିକଣା ବି ନେଇକି ଆସିଛି। କାହିଁକି ସେକେଣ୍ଡ ହ୍ୟାଣ୍ଡ ମାଲ ମତେ ଦେଇଛି ଆଁ? ପଚାରି ନାହିଁ ତୁ ପଚାରନା, ମୁଁ ପଚାରି ସାରିଛି। ମୁଁ କହିନି ନୂଆ ବୋଉ ତୁ ଇଏ କଥାଟା ରଘୁଆଇକି କହିଛୁ? କହିଲା କେତେବେଳେ କଥା ପଡ଼ିଲେ କହିଦେବି, ଆଜି ପର୍ଯ୍ୟନ୍ତ କହିନି। ମୁଁ କହିଲି କିଲୋ ତୁ ବା 3ଟା ଝିଅ ବାହାଘର କରିସାରିଲୁଣି କିନ୍ତୁ ଏପର୍ଯ୍ୟନ୍ତ ରଘୁକୁ କହିନି? କହିଲା ନା କହିନି, ସମୟ ପଡ଼ିଲେ କହିଦେବି। ମୁଁ କହିଲି ମତେ କହୁନୁ? କହିଲା ହଁ କହୁଛି, ମୁଁ ତା ଠିକଣା ଆଣିଛି। ହଁ କହିଛି ତା ନାଁ କଣ, ତା ଘର କୋଉଠି, ସବୁ ଖବର ମତେ ଦେଇଛି। ତୁ ପଚାରିଲୁ ବୋଲି ସେ କହିନି, ମୁଁ ତାକୁ ପଚାରିଲି ସେ କହିଲା ପଚାରିବି। ତା ନାଁ ଟା ଶୁଣିକି ଯାଇଥା। ମୋ ଠାକୁର ଅଭିରାମ ପରମଂଶ କହିଲେ। ହଁ କିଏ କହୁଛି ଶୁଣ। କହିଲା କହିଲି ଲୋ ଘର ସ୍ୱାମୀ ଏ ଘରେ ଶୋଇଛନ୍ତି। ରଘୁ ସେ ଘର ସ୍ୱାମୀ, ସେ ହଉଛି ଘର ସ୍ୱାମୀ, ଆମେ ହଉଛନ୍ତି ପଦା ସ୍ୱାମୀ। ନାଇଁ ତା ନାଁ ହଉଛି ଘନ। ହଁ ହାଡିଆ ସାହୁ। ତା ପୁଅ ନା କଣ? ନା ଖାଲି ଘନ ସାହୁ ନୁହଁ, ତା ନାଁ କେବଳ ଘନ ନୁହଁ, ସେ ଘନ ପାଖରେ ଆଉ ଯୋଡିଏ ଗୋଟେ ଶବ୍ଦ ଲାଗିବ, ସେ ହେଲା ଘନ ଶ୍ୟାମ। ତା ନାଁ କଣ? ଘନଶ୍ୟାମ ମୁଦୁଲି। ସିଏ ଘନଶ୍ୟାମ ମୁଦୁଲି କଥା କହିବି ନା ରେ। ଯାହାର ଦେହ ହଉଛି ନୀଳବର୍ଣ୍ଣ ସେଇ ହଉଛି ଘନ। ସେ କି ଜାଣିଛୁ? ଜୟଦେବ ଗୋସ୍ୱାମୀ ଗୀତ ଗୋବିନ୍ଦ ନୀଳବର୍ଣ୍ଣ ଦେହ। ତୁ ଭାବୁଛୁ ନୀଳବର୍ଣ୍ଣ ସୁଗାଳ ବୋଲି? ନା 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 ନା। ଜୟଦେବ ଗୋସ୍ୱାମୀ ଗୀତ ଗୋବିନ୍ଦ ଦେହଟି ହଉଛି ନୀଳ। ନାଇଁ କଣ ଲେଖିଲେ? କହିଲେ ଚନ୍ଦନ ଚର୍ଚିତ ନୀଳ କଳେ চন্দন চর্চিত নীল কলেবর পিত্ত বসন বন মালি। নীল কলেবর
କଳେବର ବୋଲନ୍ତ ସାର ଶରୀର, ଯାହାର ଦେହର ରଙ୍ଗ ହଉଛି ନୀଳ, ସେ କିଏ? ସେଇ ଅନିତ୍ୟ ନିତ୍ୟ ଅଶରଣ ଶରଣ ପିତ୍ତବସନ ହଳଦିଆ ଲୁଗା ପିନ୍ଧିଛନ୍ତି, ଦେହଟି ସମ୍ପୂର୍ଣ୍ଣ ନୀଳବର୍ଣ୍ଣ, ସେ ହଉଛନ୍ତି ପ୍ରଭୁ ଆଜ୍ଞା ନାରାୟଣ। ନାରାୟଣ। ସେଇ ନାରାୟଣ ହଉଛନ୍ତି ସମସ୍ତଙ୍କର, ତୋର ସ୍ତ୍ରୀର କେବଳ ସ୍ୱାମୀ ଦାନ ନୁହେଁ, ଏ ଜଗତର ସମସ୍ତଙ୍କର ସେ ହଉଛନ୍ତି ସ୍ୱାମୀ। ସିଏ ହେଲେ ଠାକୁର ସ୍ୱାମୀ, ହଁ? ଆମେ ହଉଛନ୍ତି ଘଇତାଶ୍ରୀ। ଏଇ ରଘୁ, ଯେତେବେଳେ ମାଲୋ ସ୍ୱାମୀର ଦେହଟା ଖରାପ ହେଇଯାଏ, ସିଏ ଆଜ୍ଞା ସ୍ତ୍ରୀଟେ ଦେଖିବେ ସଙ୍ଗେ ସଙ୍ଗେ ଆଜ୍ଞା ଯଦି ଖବର ପଳେଇ ଆସିଲା ରଘୁ ମୋ ସ୍ୱାମୀର ଦେହଟା ଆଜ୍ଞା ଖରାପ ହେଇଯାଇଛି, ସଙ୍ଗେ ସଙ୍ଗେ ସ୍ତ୍ରୀ ଆଜ୍ଞା ଦୌଡ଼ିଯିବ କୋଉଠି? ଠାକୁର ଘରକୁ। ଠାକୁର ଘରେ ଯାଇ ଦୀପଟିଏ ଲଗେଇ ଦେଇ ଠାକୁରଙ୍କ ପାଖରେ ଆଣ୍ଠୁ ମାରିକି ଡାକିବ, ପ୍ରଭୁ ହେ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ, ହେ ଜଗତର ଠାକୁର, ହେ ଜଗତର ଅନ୍ତର୍ଯ୍ୟାମୀ ଠାକୁର, ମୋ ସ୍ୱାମୀ କି ବିପଦ ପଡିଛି, ମୋ ସ୍ୱାମୀର ଦେହ ଯାକ ଭଲ କରିଦିଅନ୍ତୁ। ତାର ଆତ୍ମବିଶ୍ୱାସ ଅଛି ତା ସ୍ୱାମୀ ନିଶ୍ଚିତ ତା କଥା ଶୁଣିବ।